ଛଳ ଛଳ ଆଖିରେ ମା କହୁଛି, ମୁଁ ଆଉ ମୋ ପୁଅର କଷ୍ଟକୁ ଦେଖିପାରୁନି। ଆମ ବାପା ମାଙ୍କ ମୁହଁରେ ଦାନା ଗଣ୍ଡେ ଦେବ ବୋଲି ପୁଅ ମୋର ଯାଇଥିଲା କାମ କରିବାକୁ। ହେଲେ ସେଇଠି କାମ କରୁ କରୁ 9 ତାଲା ଉପରୁ ଖସି ପଡ଼ିଲା ସିଏ। ଜୀବନ ବଞ୍ଚିଗଲା, ହେଲେ ତା ମେରୁଦଣ୍ଡ ଗୋଡ଼ ହାଡ଼ ସବୁ ଚୂନା ହେଇଗଲା। କମ୍ପାନୀ କିଛି ବୁଝିଲାନି କି ଠିକାଦାର ଟଙ୍କାଟିଏ ବି ଦେଲାନି। ଓଲଟି କଣ୍ଟ୍ରାକ୍ଟର କହିଲା, ତୁ ଘରକୁ ଯା, ତୋ ଦେହ ଭଲ ହେବା ଯାଏ ଯେତେ ଟଙ୍କା ଖର୍ଚ୍ଚ ହେବ ସବୁ ମୁଁ ଦେବି। ହେଲେ ଆଜ୍ଞା, ଘରେ ପହଞ୍ଚିବା ପରେ ଯେତେ ଫୋନ୍ କଲେ ବି ସେ ଆଉ ଉଠଉ ନାହାନ୍ତି, ନମ୍ବର ବନ୍ଦ କରିଦେଇଛନ୍ତି। ଯାହା ଯୋଉଠି ଥିଲା ବିକି ଭାଙ୍ଗି ସବୁ ଖର୍ଚ୍ଚ କରି ସାରିଲୁଣି। ଏବେ ଆମର ଘର ଖଣ୍ଡେ ବି ନାହିଁ ମୁଣ୍ଡ ଗୁଞ୍ଜିବାକୁ। କିଛି ଏମିତି କହି ବିକଳ ହେଇ କାନ୍ଦୁଛନ୍ତି ମା ଜଣକ, ଆଉ ନିଜ ଲୁହକୁ ନିଜ ପଣତ କାନିରେ ପୋଛି ପୁଣି ନିଜକୁ ଦମ୍ଭ ଦେଉଛନ୍ତି। ତାର ସେଠି ଯା ସାହାଯ୍ୟ ହେଇଥିଲେ, ଆଉ ଏଠି କହିଲେ ଘରକୁ ନେଇଯା, ଆମେ ଆମର ସବୁ କରିମୁ ପୁଅ ଭଲ ହେଲା ପର୍ଯ୍ୟନ୍ତ। ଆଉ ଏଠି ଆମେ ଫୋନ କଲାବେଳୁ ତାଙ୍କର ଯୋଉ ସୁଇଚ ତାଙ୍କର ବନ୍ଦ କରିଦେଇଛନ୍ତି, ଆଉ ଜମା ଉଠଉନାହାନ୍ତି ଫୋନ କଲା ବେଳକୁ। ସୂଚନା ଅନୁସାରେ ସ୍ୱଦେଶା ନାମକ ଏକ କମ୍ପାନୀରେ କାର୍ତ୍ତିକ ସିଂ ନାମକ ଜଣେ ଯୁବକ କଟକ ସାଲେପୁରର ଗୌତମ ବେହେରା ନାମକ ଠିକାଦାରଙ୍କ ଦ୍ୱାରା ଯାଇ 3 ବର୍ଷ ହେଲା କାମ କରୁଥିଲେ। ଗତ 1.5 ବର୍ଷ ତଳେ କାର୍ତ୍ତିକ ସିଂ 9 ତାଲା ବିଲ୍ଡିଂର ବାହାର ପାର୍ଶ୍ୱରେ କାମ କରୁଥିବା ବେଳେ ହଠାତ୍ ଖସି ପଡ଼ିଥିଲେ। ଠିକାଦାର ଓ କର୍ମଚାରୀମାନେ ମିଶି ତାଙ୍କୁ ପାଖ ଅଞ୍ଚଳରେ ଥିବା ଚିକିତ୍ସାଳୟକୁ ନେଇଯାଇଥିଲେ। କାର୍ତ୍ତିକ ସିଂ ମୃତ୍ୟୁ ମୁଖରୁ ଫେରି ଆସିଥିଲେ ସତ, କିନ୍ତୁ ତାଙ୍କ ଜୀବନରେ ବହୁତ କିଛି ସେ ହରେଇ ବସିଛନ୍ତି। ତାଙ୍କ ମେରୁଦଣ୍ଡ ସହିତ 2ଟି ଗୋଡ଼ ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଛି। ଆଉ କେବେ ଭଲ ହେବନି ବୋଲି କହିଛନ୍ତି ଡାକ୍ତରମାନେ। ସେପଟେ ସବୁ ଖର୍ଚ୍ଚ ବହନ କରିବା କହି ମୁହଁ ଫେରେଇ ନେଇଛି କଣ୍ଟ୍ରାକ୍ଟର। କାର୍ତ୍ତିକ ସିଂ ତାଙ୍କ ପରିବାର ପାଖରେ ପହଞ୍ଚିଲା ପରଠାରୁ ଆଜିକୁ ବର୍ଷେରୁ ଉର୍ଦ୍ଧ୍ୱ ହେବ ଠିକାଦାର କି କମ୍ପାନୀ କୌଣସି ସହାୟତା ରାଶି କି କୌଣସି ଅର୍ଥ ରାଶି ସାହାଯ୍ୟ କରିନାହାନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ବାହାରେ ରହି ପୁନାରେ କାମ କରୁଥିଲି, ମହାରାଷ୍ଟ୍ର ପୁନାରେ ରହି କାମ କରୁଥିଲି। କାମ କଲାବେଳେ ଅଚାନକ ମୋ ଗୋଡ଼ ଖସିବାରୁ ମୁଁ ପଡ଼ିଗଲି 9 ତାଲା ତଳକୁ ଖସି ପଡ଼ିଲାରୁ ତ ମୋର ଗୋଟେ ଗୋଡ଼ ଭାଙ୍ଗି ଯାଇଛି। ତ ଭାଙ୍ଗିଲା ପରେ ଆଉ ମୋର ସ୍ପାଇନାଲ କର୍ଡ ବି ଡ୍ୟାମେଜ ହେଇଯାଇଛି। କମ୍ପାନୀ ତ କିଛି ସାହାଯ୍ୟ କଲାନି, ଆମର କଣ୍ଟ୍ରାକ୍ଟ ଯିଏ ଥିଲେ ସେ ଅଳ୍ପ କିଛି ଦେଲେ, କହିଲେ ତାପରେ କହିଲେ ଆମେ ଘରକୁ ନେଇଯାଅ, ଘରେ ଆମ ଓଡ଼ିଶାରେ ଟ୍ରିଟମେଣ୍ଟ କରିବା ପାଇଁ। କାର୍ତ୍ତିକ ସିଂଙ୍କ ପରିବାର କହିଲେ 5 ଜଣ। ବାପା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସାନ ଭାଇ ଓ ସାନ ଭଉଣୀ 2 ଜଣ ସ୍କୁଲ ଯାଉଛନ୍ତି। କାର୍ତ୍ତିକ ସିଂଙ୍କ ରୋଜଗାରରେ ପରିବାର ନିର୍ଭର କରୁଥିଲେ, କିନ୍ତୁ ଏବେ ଭାଇର ଏମିତି ଅବସ୍ଥା ଯୋଗୁଁ ତାଙ୍କ ସାନ ଭଉଣୀ ପାଠପଢ଼ା ଛାଡ଼ି ଭାଇର ସେବାରେ ଲାଗି ପଡ଼ିଛନ୍ତି। ପୁରା ପରିବାର ଓଳିଏ ଖାଇଲେ ଓଳିଏ ଉପାସ ରହୁଛି। ତେବେ ଏ ହେଉଛି ଯାଜପୁର ବ୍ଲକ ବାରୁଆଁ ସାନ କୁଝାଲା ଗ୍ରାମର କାର୍ତ୍ତିକ ସିଂଙ୍କ ପରିବାରର ଦୁଃଖ ଭରା କାହାଣୀ। ଏବେ କାର୍ତ୍ତିକ ସିଂ ପରିବାର ଉପରେ ପ୍ରଶାସନ କି ନେତା ମନ୍ତ୍ରୀଙ୍କ କେବେ ଦୃଷ୍ଟି ପଡ଼ିବ ତାହା ଦେଖିବାକୁ ବାକି ରହିଲା। ସରକାରଙ୍କର ବହୁ ଯୋଜନା ଭିତରେ ତାଙ୍କୁ ଯଦି ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳେ ତେବେ ପରିବାର ଭଲରେ ଚଳିବେ ବୋଲି ଅନୁମାନ କରାଯାଉଛି। ଯାଜପୁରରୁ ସନ୍ତୋଷ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର। OIFESM फायर एंड सेफ्टी इंस्टीट्यूट बड़ बड़ शिल्पानुष्ठान गढ़ंतु निजर भविष्य।